ନାଇଁ ନାଇଁ ଆପଣ ମାନେ ଭୋଟ ଦେଇକି ମନ୍ତ୍ରୀ କରିଛନ୍ତି ନା ନାଇଁ ନାଇଁ ଏବେ କଣ ଅସୁବିଧା କଣ ଦେଖିଲେନି ଆପଣ ଏଇଭଳି ଘର ଦେଇଛନ୍ତି ଭାଇ ଆପଣ ଚଳୁଛନ୍ତି ନାଇଁ ଆପଣ ଏଠିକାର ବାସିନ୍ଦା ନୁହନ୍ତି ସେଇଥିପାଇଁ ଏଇ ଚାଳ ଘରେ ପଡି ରହିଛନ୍ତି ଆଉ ଭୋଟ ଦେଇଛନ୍ତି ବା କେବଳ ନାଇଁ ଆଜ୍ଞା ଆପଣ ଭୋଟ ଦେଇ ନୋଟ ନେଇଛନ୍ତି ନୋଟ ଯଦି ନେଇନାହାନ୍ତି ଘର କେମିତି ସରକାର ଆପଣଙ୍କୁ ଦେଇନି ଏ ସମୟରେ ଆଜ୍ଞା ଆପଣ ଶୁଣନ୍ତୁ ପିଏମ ଆବାସ ଯୋଜନା ମାଧ୍ୟମରେ ଆମ କେନ୍ଦ୍ରରୁ ଘର ଆସୁଛି ଆଜ୍ଞା ନରେନ୍ଦ୍ର ମୋଦି କହିଛନ୍ତି ଚାଳ ଘର ରହିବ ନାହିଁ ବିଚାର କରନ୍ତୁ ସେଇ କଥା ତ ଆମେ ବୁଝିବାକୁ ଆସୁଛୁ ଆଜ୍ଞା ଆମେ ସେଇଥିପାଇଁ ଆପଣଙ୍କ ସାଇକି ଆସିଛୁ ଟିକେ ଆସ ଯିବା ବୁଲି ଆସିବା ସାହିରେ ପାରୁଥିବେ ମା ଦେଖାଉଛନ୍ତି କେମିତି ଝାଟି ମାଟି ଘର କରିକି ବର୍ତ୍ତମାନ ହେଇ ଆମର ରହୁଛନ୍ତି ମା ଏ ଯୋଉ ଘର ଭିତର ଅଛି ତ ବର୍ଷା ହେଲେ ତ ପାଣି ଫୁଲ ହେଇଯାଉଥିବ ମା ଏ ଘରେ କେମିତି କଣ ଚଳୁଥିବେ ନା ନାଇଁ ଲୋକଙ୍କର ଟାଇଲ ପଡିଲା ଆପଣ ଶୁଣନ୍ତୁ ଆଜ୍ଞା ଆପଣ ମା ଆପଣଙ୍କର ପିଲାପିଲି କଣ ଅଛନ୍ତି ଦି ପୁଅ କଣ କରୁଛନ୍ତି ଅନ୍ତର୍ଦୟ ଘର କିଛି ମିଳିଛି କି ମିଳିନି ଆପଣ ଭତ୍ତା ପାଉଛନ୍ତି ଆଉ ଯୋଜନା ହିସାବରେ ଆମର ସରକାର ଯୋଗେଇ ଦଉଛି ପିଏମ ଆବାସ ଯୋଜନା ଆପଣ ଆବାସ ଯୋଜନା କାଇଁ ପାଇନାହାନ୍ତି କେହି ଆସିକିରି ଆପଣ ଫଟୋ ଫଟୋ ଉଠେଇଥିଲେ ଘରର କେବେ ଆସିନାହାନ୍ତି ହଁ ଯାଇଛି ଆଜ୍ଞା ଆମର 1999 ମସିହା ବାତ୍ୟା ସମୟରେ କିଛି ଘର ଆସିଥିଲା ମାଙ୍କୁ ଭିନ୍ନ କରିଦେଇଛନ୍ତି ମାଙ୍କୁ ମା ଏଠି ଏକା ରହୁଛନ୍ତି ନା ମାଙ୍କ ପିଲାପିଲି ଛୋଟ ଝିଅଟି ଆସିଛି ଆମ ଅମେଇପାଳ ପଞ୍ଚାୟତର ବଡ଼ଘାଇ ଗ୍ରାମକୁ ସେହି ସମୟକୁ ଆସିଛୁ ଆଜ୍ଞା ଯେଉଁ ସମୟରେ ଆଗରେ କୋଠା ଘର ଅଛି ତାଙ୍କ ଆଗରେ ଚାଳ ଘର ଅଛି କୋଠା ଘର ମୋ ଭାଇର ଅଛି ମୋ ଭାଇ ଖୁସିରେ ଚଳୁଥିଲା ବେଳେ ଚାଳ ଘରେ ମୋ ଜୀବନ ବିତୁଛି ଦୁଃଖରେ ମୁଁ ଚଳୁଛି ଏଇ ତ ହେଉଛି ଆଜିର ଏ ଜୀବନ ଆଜିର ଏଇ ଗ୍ରାମର ଜୀବନ ଯେଉଁମାନେ ଅସହାୟ ହେଇ ଚଳି ଆସୁଛନ୍ତି ଆଜ୍ଞା ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ କରିପାରୁନାହାନ୍ତି ସେଇମାନଙ୍କର ଭିଜୁଆଲଟିଏ ରଖୁଛୁ ସେହିପରି ଭାବରେ ଆଜି ଜାଣିବା ଆସନ୍ତୁ ମାଙ୍କର ସେଇ ଦୁଃଖ ରହିଯାଇଛି କ'ଣ ନା ଘର ଖଣ୍ଡେ ନାହିଁ ସମସ୍ତେ ଛାତ ଘରେ ବଢ଼ୁଛନ୍ତି ଆମ ପିଲାମାନେ ସେ ଡିବି ଆଲୁଅ ନଥିଲେ ମଧ୍ୟ ସେଇ ମାଟି ଘରେ ଆଜି ପାଠ ପଢ଼ୁଛନ୍ତି ଆଜ୍ଞା ପିଲାଙ୍କର ମାନସିକତାରେ କ'ଣ ଇଏ ବିତୁନି କି ଆଜ୍ଞା ମୋ ବାପା ସେଇ ଶ୍ରମିକ ଭାବରେ କାମ କରୁଥିଲା ବେଳେ ମୋ ବଡ଼ ବାପା ଭଲ ଭାବରେ କାମ କରିକି ଭଲରେ ଚଳୁଥିଲା ବେଳେ ମୋର କାହିଁ ଘର ଖଣ୍ଡେ ନାହିଁ ଏଥିପାଇଁ ବା ସରକାର ଯୋଜନା କରିଛି ଜାଗା ନଥିଲେ ଭୂମିହୀନ ବାଲାଙ୍କୁ ବସୁନ୍ଧରା ଯୋଜନା ବାବଦରେ 4 ଡିସମିଲ୍ ଯୋଗାଇବା ବେଳେ ଘର ନଥିଲେ ପିଏମ ଆବାସ ଯୋଜନାରେ ଘର ଯୋଗାଇ ଆସୁଛି ଆଜ୍ଞା ଆସନ୍ତୁ ଆମେ ଏ ବିଷୟରେ କିଛି ଆଲୋଚନା ନେବା ଏହିପରି ଅବସ୍ଥାରେ ଆମର ଆଜି ଚଳି ଆସୁଛନ୍ତି କିନ୍ତୁ ମା ମାନେ ଦୁଃଖ ନାହିଁ କାରଣ ମା ମାନଙ୍କ ମୁଖମଣ୍ଡଳରେ ଦୁଃଖ ନାହିଁ ଏ ଆଦରି ଗଲେଣି ନା କ'ଣ ମା ଏ ଦୁଃଖଟିକୁ ଆପଣ ମାନେ ଆଦରି ଗଲେଣି ନାଇଁ କି କାହିଁକି କଷ୍ଟ ଏତେ ପାଉଛନ୍ତି ଆଜ୍ଞା ଆପଣ ଅଭିଯୋଗ କରୁନାହାନ୍ତି କି ଯଦି ମା ଆମେ ପ୍ରଶ୍ନ କରି ଜାଣିନେ ସେଥିପାଇଁ ମିଳୁନି ବୁଝିବାକୁ ଚେଷ୍ଟା କରନ୍ତୁ ପ୍ରଥମେ ଆମ ଅଞ୍ଚଳର ଆମ ଗାଁର ଏକତା ଅଛି କି ଆମ ଗାଁର ମୁଖିଆ କିଏ ଅଛନ୍ତି କି ତାହେଲେ ଆମେ କହିବା କାହାକୁ ଭୋଟ ଦଉଛେ ଯାହାକୁ ତାହେଲେ ଭୋଟ ଦେଲେ ଯାହାକୁ ତାଙ୍କୁ ଆମେ ନିର୍ବାଚିତ କଲେ ସେ ଲୋକ ପ୍ରତିନିଧି କାହିଁକି ଆପଣଙ୍କୁ ଘର ଖଣ୍ଡେ ଦେଉନାହାନ୍ତି କାହିଁକି ନା କେନ୍ଦ୍ରରୁ ତ ସରକାର କହି ଆସୁଛନ୍ତି ବାରମ୍ବାର ପିଏମ ଆବାସ ଯୋଜନାରେ ଚାଳ ଘର ରହିବ ନାହିଁ ତା ଆପଣ କ'ଣ ହକଦାର ନୁହନ୍ତି ପାଇବା ପାଇଁ ଆପଣଙ୍କର ଇଏ ଜାଗା ଜମାବନ୍ଦୀ ଜାଗା ଅଛି ଆପଣଙ୍କର କିନ୍ତୁ ଆପଣଙ୍କୁ ଘର ମିଳୁନାହିଁ ଆପଣଙ୍କର ସ୍ୱାମୀ ଚାକିରି ବାକିରି କରୁଛନ୍ତି ଏ ଚାଷ କରୁଛନ୍ତି ତଥାପି ମିଳୁନି ଆପଣଙ୍କ ସରପଞ୍ଚଙ୍କୁ ପଚାରିଥିଲେ ସରପଞ୍ଚ ଏବେ ହେଇଛନ୍ତି ନା କେତେ ବର୍ଷ ହେଇଗଲା ନାଇଁ ସେଇ 5 ବର୍ଷ ସେ ଯୋଉ ସରପଞ୍ଚ ଥିଲେ ଏବେ ସିଏ ଅଛନ୍ତି ମାନେ ସିଏ କହୁଛନ୍ତି ଆମେ ଦବୁ ମାନେ ଯାହାକୁ ଘର ଗୋଟିଏ ମିଳିଛି ତାପରେ ସେଇମାନେ ନଉଛନ୍ତି ହଁ ହଁ ଏ ଅଞ୍ଚଳରେ ଦିଆ ହଉଛି କିନ୍ତୁ ଆମ ସରପଞ୍ଚ ये घर फोटो उठेक नौकरी बारंबार कहते आम घर दबू नहीं कि आप भोट दौरान भोट भी दौरान आमर अभ्यास हो गला कौन करवा ए तो हाँ
ना नहीं से आजबेस्ट घर कथा आमे कहूनु ठीक अच्छे आमे एति कहू चाहूँ ये जो दुखींकर घर आज मिलनी ये घर केमिति मिलिबो आमे आसीचु यही कथा कहूँ बुझिपारे केमिति घर खंडे मिलिबो सीए होउची जनगणना आसते घर गणु नथिले सेटा जनगणना रे आसते लोकन को गणुथिले कबाट रे कि कांथे लेखिकी जाइथिबे घर नंबर हां सेटा सीए होउची मा जनगणना ठीक अच्छे सी जनगणना रू आसते एसआईआर कार्यक्रम चली बुझे भोट जो मानकर नुआ होउची ए सब किंतु आमे जानिबा आगे ये जो घर कथा आमे आलोचना रखिले आम अंचलर सरपंच को ये विजुअल जरिया पदे आमे रखुचु एवं मंत्री मानक मध्य आमर ये गोटे कथा रोचे प्रकृत में कौन ये माँ मैंने घर पाइबा योग्य नुहति कि जदि एमानकर योग्य अच्छा ये घर पाइबा कहीं एमानकु मिलुनी आमे कौन करिचु आपण मानकर विचार करंतु आपण माने।